ନା ଘଟୁଛି ମୋ ଜୀବନରେ ମୋ ଲାଇଫରେ ସେଟା ମୁଁ ନିଜକୁ ବି ଜାଣିନି ଯେ ମାନେ କ'ଣ ହବ କ'ଣ ନାହିଁ ବୋଲି ଅନୁସାରେ ଭିଡ଼ିଓ ବନେଇବି। ତ ସେଇଟା ମୋର ଗୋଟେ ଚ୍ୟାଲେଞ୍ଜ ରହିବ କି ମୋର ଯେକୌଣସି କଣ୍ଟେଣ୍ଟ ହଉ, ମୋ ବ୍ଲଗ୍ ହଉ କିମ୍ବା କୌଣସି ମୁଁ ଟ୍ରାଭେଲିଂ କରିତେ ବୁଲିବା ପାଇଁ ଯାଏ, ଟ୍ରାଭେଲିଂ ଦ୍ୱାରା ମୁଁ ଭିଡ଼ିଓ ମଧ୍ୟ କରିପାରିବି। ତ ଆଜି ପାଖରେ ଗୋଟେ ମାସ ଚ୍ୟାଲେଞ୍ଜ ରହିଲା, ତ କଣ୍ଟିନ୍ୟୁ ମୁଁ ଭିଡ଼ିଓ ପକେଇବି। ତ ହାଇ ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ଲିକୁନ୍ ଏକ୍ସପ୍ରେସ୍। ତ ମାନେ ଇନଷ୍ଟାଗ୍ରାମରେ ମୋତେ ପାଖାପାଖି 7-8 ଦିନ ଖଣ୍ଡେ କହିଥିଲେ, ଭାଇ ଭିଡ଼ିଓ କ'ଣ ପାଇଁ ବନଉନ, କିଛି ପ୍ରୋବ୍ଲେମ୍ ହେଇଛି ବୋଧେ, କିଛି ଅସୁବିଧା କିଛି ହେଇଛି ପ୍ରୋବ୍ଲେମ୍ ମାନେ ଭିଡ଼ିଓ ବନଉନ। ତ ଅସୁବିଧା ତ ଆପଣମାନେ ସର୍ଟ ଭିଡ଼ିଓ ମାନେ ଦେଖିଥିବେ କି ମାନେ ମୋର ମାନେ ମାମୁଁଙ୍କ ଝିଅ ଥିଲା ଲକି ଜୁନୁ, ତ ତା'ର ମ୍ୟାରେଜ୍ ଥିଲା, ତାପରେ ସାଙ୍ଗଟା ଗୋଟେ ମ୍ୟାରେଜ୍ ଥିଲା। ତ ଆଜି ପଡ଼ିଛି ଗୋଟେ ଭିଡ଼ିଓ ପଡ଼ିଛି, ଗୋଟେ ସର୍ଟ ଭିଡ଼ିଓ ପଡ଼ିଛି। ତ ମୁଁ ଭିଡ଼ିଓଟା ବନଉଥିଲି ଏଇଥିପାଇଁ ଏ ମାନେ କାଲି ଗୋଟେ ଛୋଟିଆ ଦୁର୍ଘଟଣା ଗୋଟେ ମାନେ ପାଖାପାଖି ମୁଁ ବଞ୍ଚିଗଲି, ସେ ଦୁର୍ଘଟଣା ମୁଁ ବଞ୍ଚିଗଲି। ତ ଅସୁବିଧା କ'ଣ ହେଇଥିଲା ନା, ମୋର ନାଇଟ୍ ସିଫ୍ଟ ପଡ଼ିଛି ଡ୍ୟୁଟି। ତ ମୁଁ ପାଖାପାଖି 9ଟାରୁ ଘରୁ ବାହାରେ, 9ଟାରୁ ଘରୁ ବାହାରିକି ମୁଁ ଡ୍ୟୁଟି ଯାଏ। ମୋବାଇଲ୍ ମୋର ଏଲାଉ ନଥାଏ, କମ୍ପାନୀ ମୋବାଇଲ୍ ଏଲାଉ ନାହିଁ। ଗୋଟେ କ'ଣ ହେଇଥିଲା ନା, ମୁଁ ପାଖାପାଖି ମାନେ କମ୍ପାନୀ ପାଖାପାଖି ପହଞ୍ଚିଯାଇଛି। ମୁଁ ମାନେ ପାଖାପାଖି 10 ଚକିଆ ଟ୍ରକ୍ ଗୋଟେ ହେଲା କି 10 ଚକିଆ ଟ୍ରକ୍, ସେ ତ ମାନେ ମୁଁ ମୋ ଲେଫ୍ଟରେ ଚାଲିଥିଲି, ତ ମୁଁ ତାକୁ ଓଭରଟେକ୍ କରିକି ଯିବି ନା, ତ ରାଇଟ୍ ସାଇଡ଼୍ ଓଭରଟେକ୍ କରିକି ଯିବି। ତ ରାଇଟ୍ ସାଇଡ଼୍ ତା ଚକାଟା ମୁଁ ମାନେ ଏତେ ସେ ଫାଟିଲା ଯେ ସେ ଏରିଆ ଯେ ଧୂଳି ଥିଲା, ଧୂଳି ବାଲି ଏବଂ ଯାହା ବି ଥିଲା ମାନେ ଏତେ ମାନେ ମୁଁ ଜଷ୍ଟ ଏମିତି ଟ୍ରକ୍ରେ ଯାଉଛି, ତ ତା କଡ଼ ଦେଇ ମୁଁ ଜଷ୍ଟ ଓଭରଟେକ୍ କରିଛି ତାକୁ। ତ ମୁଁ ଜାଣିଥିଲି ନା ଥୋଡ଼ି ତା ଚକାଟା ଖରାପ ଅଛି କି ଫାଟିଯିବ ବୋଲି। ତ ମୁଁ ଜାଣିନଥିଲି। ତ ସେଉଠୁ ପାଖରୁ ମାନେ ମୁଁ ତାକୁ ଓଭରଟେକ୍ କରି ଯାଉଛି, ମୋର ଟାଇମ୍ ହେଇଗଲାଣି ମାନେ ପାଖାପାଖି ଆଉ 10-15 ମିନିଟ୍ ଥିଲା। ତ ମୁଁ ତାକୁ ଓଭରଟେକ୍ କରି ଯାଉଛି, ତ ସେଇଟା କ'ଣ ହେଲା, ସେଇ ଯୋଉ ଚକାଟା ଫାଟିଗଲା। ଏ ଚକାଟା ଫାଟିଗଲା ମାନେ ବିଶ୍ୱାସ କରିନି, ମୁଁ ଦେଖୁଛି ଆପଣଙ୍କୁ, ଦେଖନ୍ତୁ ମାନେ ଏଇ ଯେ ଛୋଟ ଛୋଟ ଫୁଟକା ଅଛି, ସବୁ ବାଲି ଦାଗ ଗୁଡ଼ା ହେଲା କି, ଏ ବାଲି ଦାଗରେ ଏଇଟା, ତାପରେ ଏପଟେ ସବୁ ଛୋଟ ଛୋଟ ଦାଗ ସବୁ ହେଇଛି। ଏପଟେ ଦେଖନ୍ତୁ ଛୋଟ ଛୋଟ ଦାଗ ସବୁ ହେଇଛି, ଏଇଟା ସବୁ ହେଲା କି ମାନେ କେବଳ ବାଲି ବାଜିକି ମାନେ ମୋର ଏମିତି ସବୁ ଦାଗ ସବୁ ହେଇଛି। ତ ମାନେ ପାଖାପାଖି ମୁଁ ସେଠୁ ଗଲା ପରେ ଦେଖି କିଛି ଠିଆ ହେଇଗଲି କମ୍ପାନୀ, ଆମର ଯେ ବାଇକ୍ ଷ୍ଟାଣ୍ଡ ଅଛି, କମ୍ପାନୀ ବାଇକ୍ ଷ୍ଟାଣ୍ଡ ଠିଆ ହେଇକି ମାନେ ମୁଁ ଚିନ୍ତା କଲି ଯଦି ଆଜି ମୁଁ ହୁଏତ ମାନେ ଠିକ୍ ମାନେ କ'ଣ ଓଭରଟେକ୍ ତାକୁ କରି ଆସିଥାନ୍ତି, ପାଖାପାଖି ସେଇ ଟାଇମ୍ରେ ଯଦି ଫାଟିଥାନ୍ତା ଚକାଟା, ମାନେ ମୁଁ ଆଜି କେଉଁଠି ଥାନ୍ତି। ମାନେ ଆଜି ମାନେ ମରିବାର ମୋତେ ଏବେ ପାଖାପାଖି 4 ଘଣ୍ଟା ଖଣ୍ଡେ କି 5 ଘଣ୍ଟା ଖଣ୍ଡେ ହେଇସାରିଲାଣି। ମାନେ ମୁଁ ଜାଣିପାରିନି ମାନେ କେମିତି ଗୋଟେ କାଳ ରାତି ଥିଲା ମୋ ପାଇଁ, ସେଟା କେମିତି ମାନେ ଭଗବାନ ମୋତେ ବଞ୍ଚେଇ ଦେଲେ। ମାନେ ଆକ୍ଚୁଆଲି ମାନେ ମହାଦେବ କରେ, ତା ପୂର୍ବରୁ ମାନେ ମୁଁ ସଂକେତ ପାଇଥିଲି, ମାନେ ଘରୁ ବାହାରିଲା ଟାଇମ୍ 2ଟା ବାଇଲି ପାସ୍ କରିଥିଲେ କି ଗୋଟେ ମାନେ କଳା ବିଲେଇ ଥିଲା, ଯେ କଳା ବିଲେଇ ମୋ ଗାଡ଼ି ଆଗରେ ପାସ୍ କରିଥିଲା। ତ ମୁଁ ଭାବିଥିଲି କ'ଣ ନା କିଛି ଗୋଟେ ଏମିତି ଅଛି ବୋଧେ ଜଷ୍ଟ କଟିଯିବ। ତ ମାନେ ଏମିତି ମାନେ ବିଶ୍ୱାସ କରନ୍ତୁ, ମୁଁ ଗାଡ଼ି ଦେଖୁଛି ମାନେ ବାଲି ବାଜି ମୋ ସ୍କ୍ରାଚ୍ କେମିତି ସବୁ ହେଇଛି ଗାଡ଼ିରେ। ଦେଖନ୍ତୁ ଏପଟ ସବୁ ସ୍କ୍ରାଚ୍ ହେଇଛି, ଏପଟ ସ୍କ୍ରାଚ୍ ହେଇଛି, ଏଇଟା ସବୁ ସ୍କ୍ରାଚ୍ ହେଇଛି, ସବୁ କେବଳ ମାନେ ବାଲି ବାଜି ଗାଡ଼ିରେ ସବୁ ସ୍କ୍ରାଚ୍ ହେଇଛି। ଏଇଟା ସବୁ ବାଲି ବାଜି ସବୁ ଗାଡ଼ିରେ ସ୍କ୍ରାଚ୍ ହେଇଛି। ମାନେ ଏତେ ସ୍ପିଡ୍ ଭାବରେ ବାଲିଟା ମାନେ ଉଡ଼ିଲା ଯେ ନା ଆପଣ ଧାରଣ କରିପାରିବେନି। ମାନେ ମୁଁ ମାନେ ଜୀବନରେ ଏତେ ସବୁ ଆକ୍ସିଡେଣ୍ଟ ଦେଖିଛି, ତ ଫାର୍ଷ୍ଟ ଟାଇମ୍ ପାଇଁ ମାନେ ମୋତେ ଲାଗିଲା କି ମାନେ ମୋ ତ ଗୋଟେ ଆକ୍ସିଡେଣ୍ଟ ଏମିତି ହେବା ପାଇଁ ଯାଉଛି, ମାନେ ମୁଁ ନିଜକୁ ଆଉ କଣ୍ଟ୍ରୋଲ୍ କରିପାରିଲିନି। କିଛି ସମୟ ଗଲା ପରେ ମୁଁ ନିଜେ ଭାବୁଛି ବସିଛି, ମୁଁ କହିଲି ଭାଇ ଆଜି କ'ଣ ହେଇଥାନ୍ତା ମୋ ଅବସ୍ଥା। ମାନେ ମୁଁ ଏମିତି ଭାବରେ ଗୋଟେ ମାନେ ପଳେଇଲି, ରାତି ସାରା ମୁଁ ଶୋଇ ନାହିଁ ଠିକ୍ ସେ, ମାନେ ଡ୍ୟୁଟି ମୁଁ ପଶିଗଲି କମ୍ପାନୀ ଭିତରକୁ। ତ ମାନେ ମୁଁ ବସି ଭାବୁଛି କ'ଣ ହେଇଥାନ୍ତା ଜୀବନଟା, ଆଜି ମୋ ଜୀବନ ଆଜି କ'ଣ ମୁଁ ହେଇଥାନ୍ତି ସେଠି। ମାନେ ସତ କହୁଛି, ମାନେ ଏମିତି ଗୋଟେ ଆକ୍ସିଡେଣ୍ଟ ମୋ ଭାଗ୍ୟରେ ହେଲା। ମାନେ ମୁଁ ପାଖାପାଖି ଆଜି କେଉଁଠି ଯେ ଥାନ୍ତି ସେଇଟା ମୁଁ ବି ଜାଣିନି। ମାନେ ଅଲରେଡ଼ି ମୋ ସ୍ପଟ୍ ଉପରେ ମୋ ଡେଥ୍ କରିଥାନ୍ତି ପାଖାପାଖି, ମାନେ ହଁ ସ୍ପଟ୍ ଉପରେ ଡେଥ୍ କରିଥାନ୍ତି। ମାନେ ଯେତେ ସେ ଆବାଜ ହେଲା ନା, ସେ ମାନେ ପ୍ରେସର ଯେତେ ହେଲା ନା, ମୁଁ ତାକୁ ଓଭରଟେକ୍ କରିବା ପାଇଁ ଯାଉଥିଲି ଜଷ୍ଟ। ସେ ଟ୍ରକ୍ଟା ବି କ'ଣ ନା, ସେ ଟ୍ରକ୍ଟା ଗଲା ଯୋଉ ସେ ଯେ ପଟୁ ଏଇଟା ମାଲ ଲୋଡ଼ ଥିଲା ଟ୍ରକ୍ରେ ନା, ତ ସିଏ ଏମିତି ଯେଉଁ ମାନେ ଯାଉଛି, ସିଏ ସଡ଼ନ୍ ଗାଡ଼ିଟା ମାନେ ସେ ବି କଣ୍ଟ୍ରୋଲ୍ କରିପାରିଲା, ସଡ଼ନ୍ ସେ ବାହାର ପଡ଼ିଲା। ସେ ବି ବ୍ରିଜ୍ ଯେ ବ୍ରିଜ୍ କଡ଼ରେ ବାହାରିଥିଲା, ସେ ବ୍ରିଜ୍ରୁ ମାନେ ସିଏ ବି ମାନେ ପାଲ୍ଟି ଯାଇଥାନ୍ତା। ତ ତା ଟ୍ରକ୍ଟା ସ୍ଲୋ ଥିଲା, ତ ସେଥିପାଇଁ ସିଏ ମାନେ କିଛି ହେଲାନି ତା ଗାଡ଼ିଟା, ସେ ଜଷ୍ଟ କଣ୍ଟ୍ରୋଲ୍ କରିକି ରଖିଦେଲା ବାଁ ପଟେ। ମୁଁ ସେ ଭାବୁଛି ମାନେ ମୁଁ ତାର କ'ଣ ହେଇଥାନ୍ତା ମୋ ଅବସ୍ଥା। ତ ମାନେ ସେମିତିକା ମାନେ ଛାତିର ଧକ ଧକ ଏତେ ମୋତେ ମାନେ ହେଉଛି କି ମାନେ ମୋ ଅବସ୍ଥା କ'ଣ ହେଇଥାନ୍ତା କ'ଣ ନାହିଁ। ତ ସେଇଥିପାଇଁ ମୁଁ ଭିଡ଼ିଓ କ'ଣ ମାନେ
ପ୍ରତ୍ୟେକ ଦିନ ଆସୁଛି ମାନେ ଭିଡ଼ିଓ ଇଚ୍ଛା ହେଉଛି ବନେଇବା ପାଇଁ। ତାର ମୁଁ କହିଲି ନା ଭାଇ ଭିଡ଼ିଓ କ'ଣ ପାଇଁ ବନେ ମାନେ ଏମିତି ଗୋଟେ ନିଜ ଗୋଟେ ଫିଲିଂ ଆସୁଛି କି ଭାଇ ଥାଉ ଯାହା ହେଇଛି ହେଇଛି ଥାଉ। କିନ୍ତୁ ମାନେ ଆପଣ ଯେ ରାକେଶ ବାବୁ ଦେଖତେ କି ମଣ୍ଟୁ ବାପୁନ ଏକା ସେମାନେ ସବୁ କହୁଛନ୍ତି ତ ଭିଡ଼ିଓ ଯଦି କରିବାର ନଥିଲା ତୁ କ'ଣ ପାଇଁ ଭିଡ଼ିଓଟା ଆରମ୍ଭ କରୁଥିଲୁ? ଏତେ କଷ୍ଟରେ ତୁ 1000 ସବସ୍କ୍ରାଇବର କଲୁ ତ ମାନେ ବହୁତ କଷ୍ଟ ବି ମାନେ ହେଇଛି ମୋ ସବସ୍କ୍ରାଇବର 1000 ମାନେ ବହୁତ ଶୀଘ୍ର ମାନେ ଏମିତି ବି କାହା ଗୋଡ଼ ତଳେ ଦେଇକି ତୋ ହାତ ପଡ଼ି ରିକ୍ୱେଷ୍ଟ ହେଇନାହିଁ। ପାଖାପାଖି ସାଙ୍ଗସାଥି ମାନେ କେତେ ଥିବେ ମୋର ସେମିତି ସାଙ୍ଗସାଥି ମାନେ କହିବାକୁ ଗଲେ ମାନେ ବହୁତ ଅଛନ୍ତି ମାନେ 500 ଜଣ ସାଙ୍ଗସାଥି ହେଇଯିବେ। ତ ମୁଁ ସେମିତି କାହାକି ରିକ୍ୱେଷ୍ଟ କରିନାହିଁ କି ଭାଇ ମୋ ଚ୍ୟାନେଲଟା ସବସ୍କ୍ରାଇବ୍ କରିବ। ଯେତିକି ମୋ କ୍ଲୋଜ୍ ଫ୍ରେଣ୍ଡ ତ ସେମାନଙ୍କୁ ମୁଁ ଲିଙ୍କଟା ପଠାଇଥିଲି କି ଭାଇ ମୋ ଚ୍ୟାନେଲଟା ସବସ୍କ୍ରାଇବ୍ କରିଦେ। ତ ସିଏ ପାଖାପାଖି 30-40 ଜଣ ପାଖାପାଖି ହେବ। ତ ସେମିତି ମୁଁ କାହାକି ବି ମାନେ ଫୋର୍ସ କରିନଥିଲି କି ଭାଇ ମୋର ଚ୍ୟାନେଲ ମୁଁ ଖୋଲିଛି ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କର ବୋଲି। ତ ସେମିତି ମୁଁ ତାକୁ କିଛି କାହାକି ଫୋର୍ସ କରିନଥିଲି। ତ ସେମିତିରେ ବି ମାନେ 1000 ସବସ୍କ୍ରାଇବରଟା ମୋର କେବଳ ଭିଡ଼ିଓ ମାଧ୍ୟମରେ ହେଇଥିଲା। ତାପରେ ଲଙ୍ଗ୍ ଭିଡ଼ିଓ 2 ଦିନ ଯାଇ ପକେଇଥିଲି। ସେ ଲଙ୍ଗ୍ ଭିଡ଼ିଓରେ ମୋର ପାଖାପାଖି ସବସ୍କ୍ରାଇବର ମାନେ 700-800 ସବସ୍କ୍ରାଇବର ହେଇଥିଲା। ବାକି ସର୍ଟସ୍ ଭିଡ଼ିଓ ମୁଁ ପକେଇଥିଲି ସେ ସର୍ଟସ୍ ଭିଡ଼ିଓ ମାଧ୍ୟମରେ ମୋର 200-300 ସବସ୍କ୍ରାଇବର ହେଇଥିଲେ। ତ ସେଇଟା ପାଇଁ ମାନେ ମୁଁ ଭାବିଥିଲି କ'ଣ ହଁ ଚ୍ୟାନେଲଟା ଆଗକୁ ଗ୍ରୋ କରିବି ଆସ୍ତେ ଆସ୍ତେ ଗ୍ରୋ କରିବି। ମାନେ ଏମିତି ଗୋଟେ ଇନିସିଏଟିଭ୍ ଘଟଣା ଘଟୁଛି ମୋ ଜୀବନରେ ମୋ ଲାଇଫ୍ରେ ସେଟା ମୁଁ ନିଜକୁ ଜାଣିନି ଯେ ମାନେ କ'ଣ ହେବ କ'ଣ ନାହିଁ ବୋଲି। ତ ଏଇଥିପାଇଁ ଭିଡ଼ିଓଟା ମୁଁ ଆଣିପାରିନଥିଲି। ତ ଚ୍ୟାଲେଞ୍ଜ ରହିବ କି ଆଜି ହେଉଛି ମାନେ ମୁଁ ଗୋଟେ ମାସ ଚ୍ୟାଲେଞ୍ଜ ରଖିବି କି ମୋର ଗୋଟେ ମାସ ମୁଁ କମ୍ପ୍ଲିଟ୍ ଭିଡ଼ିଓ ପକେଇବି। ତ ଯାହା ବି ହେଉ ମୋତେ ଭିଡ଼ିଓ କରିବାର ଅଛି ଏବଂ କ'ଣ କଣ୍ଟେଣ୍ଟ ପକେଇବାର ଅଛି। ଡ୍ୟୁଟି ମୁଁ ନାଇଟ୍ ସିଫ୍ଟ ଯାଉଛି ନାଇଟ୍ ସିଫ୍ଟ ମୋର ଡ୍ୟୁଟି ମୋତେ ଭାବୁଛି ମୁଁ ଚେଞ୍ଜ କରିବିନି କାରଣ ମୋତେ ସଫିସିଏଣ୍ଟ ଟାଇମ୍ ମିଳେ ଭିଡ଼ିଓ ବନେଇବା ପାଇଁ ଅନୁସାରେ ଭିଡ଼ିଓ ବନେଇବି। ତ ସେଇଟା ମୋର ଗୋଟେ ମାସ ଚ୍ୟାଲେଞ୍ଜ ରହିବ କି ମୋର ଯେକୌଣସି କଣ୍ଟେଣ୍ଟ ହେଉ ବ୍ଲଗ୍ ହେଉ କିମ୍ବା କୌଣସି ମୁଁ ଟ୍ରାଭେଲିଂ କରିତେ ବୁଲିବା ପାଇଁ ଯାଏ ଟ୍ରାଭେଲିଂ ଦ୍ୱାରା ମୁଁ ଭିଡ଼ିଓ ମଧ୍ୟ କରିପାରିବି। ତ ଆଜି ପାଖରେ ଗୋଟେ ମାସ ଚ୍ୟାଲେଞ୍ଜ ରହିଲା। ତ କଣ୍ଟିନ୍ୟୁ ମୁଁ ଭିଡ଼ିଓ ପକେଇବି। ତ ଯାହା ବି ହେଇଯାଉ ମୋତେ ଭିଡ଼ିଓ ପକେଇବାର ଅଛି ଏବଂ ନୂଆ କଣ୍ଟେଣ୍ଟ ତିଆରି କରିବାର ଅଛି। ତ ଆଜି ଗୋଟେ ଚ୍ୟାଲେଞ୍ଜ ରହିଲା। ତ ଆପଣମାନେ ନିହାତି ସପୋର୍ଟ କରନ୍ତୁ ଏବଂ ଯେମିତି ମୋର 1000 ସବସ୍କ୍ରାଇବର ଆପଣମାନେ କରୁଛନ୍ତି ତ ସେମିତି ଭାବେ ଭିଡ଼ିଓଟି ଦେଖନ୍ତୁ ଭଲ ଭାବରେ ଏନ୍ଜୟ କରନ୍ତୁ। ତ ଆଜି ପାଇଁ ରହୁଛି ଲଭ୍ ୟୁ ଅଲ୍ ଜୟ ଜଗନ୍ନାଥ।